सो हे गाइस जय जगन्नाथ गुड मॉर्निंग केମିତି ଅଛନ୍ତି ଆପଣମାନେ ଆଶା କରୁଛି ବଢ଼ିଆ ଥିବେ ମସ୍ତ ଥିବେ ତନ୍ଦୁରସ୍ତ ଥିବେ ଭଗବାନ ଭାବରେ ମୁଁ ପ୍ରାର୍ଥନା କରିବି କି ଆପଣମାନେ ସବୁବେଳେ ଏମିତି ଭଲରେ ଥାନ୍ତୁ ଏବଂ ହସ ଖୁସିରେ ଜୀବନ ବିତାଉଥାନ୍ତୁ। ଓ ମାଇ ଗଡ୍ କେମିତି ବର୍ଷା ହେଲା ଭାଇ ବାତ୍ୟାର ପ୍ରଭାବ ଏତିକି ଜୋରରେ ବର୍ଷା ସକାଳ 6ଟାରୁ ମୁଁ ତୁରନ୍ତ ବର୍ଷା ଗାଜିଲା ତ ମୁଁ ନିଦ ଭାଙ୍ଗିଗଲା ଏଥିରେ ଖୁସି ଗୋଟେ ଟାଇପ୍ରେ ଖୁସି ବି ଗୋଟେ ଟାଇପ୍ରେ ଦୁଃଖ ବି କାହିଁକି ନା ଖୁସି ଏଥିପାଇଁ କି ଭାଇ ଧାନ ବିଲରେ ପାଣି ନଥିଲା ତ ହେଇଯିବ। ଆଉ ଦେଖିବ ତ ପୁରା ଅନ୍ଧାର ହେଲା ଏଇଟା ଖାଲି ଦେଖା ଯାଉଛି ମାନେ ଇଏ ପାଇଁ ଘର ସାରା ଅନ୍ଧାର ପୁରା। ଆଉ ଏଇଠି ମୁଁ ଦେଖଉଛି ଆପଣ କେତେ ଜୋରରେ ବର୍ଷା ଆଜିର ପ୍ଲାନ୍ କ୍ୟାନସଲ ଆଜି ଗୋଟେ ବଡ଼ ପ୍ଲାନ୍ ଥିଲା ମୁଁ ଭାବୁଥିଲି ସରପ୍ରାଇଜ ଦେବି କିନ୍ତୁ ଏଇଟା ମତେ କାଇଁ ଲାଗୁନି ହେଲା ଭଳିଆ ନଟ୍ ପସିବଲ। ଭାଇ ବର୍ଷା ପୁରା ଜୋରରେ ପାଣି ହେଇଗଲାଣି ଭାଇ ପୁରା ତଳ ଆଡେ। ଏତେ ଜୋରରେ ବର୍ଷାରେ ବି ମାନେ କଣ କହିବି ଗଛ ଫଛରେ ପୁରା ପାଣି 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 ହେଇଗଲାଣି ଚାରିଆଟେ। ଏଇ ବର୍ଷା ଏ ବର୍ଷା ହେଲେ ଧାନ ପାଇଁ ଭଲ କିନ୍ତୁ ଆମ ପାଇଁ ଖରାପ। ଏ ବର୍ଷା ଏବେ ବନ୍ଦ ହବନି ମତେ କାଇଁ ଲାଗୁନି ବର୍ଷା ବନ୍ଦ ହେଲା ଭଳିଆ। ସବୁ କହୁଥିଲେ କି ବର୍ଷା ହବ ହବ ହବ। କିନ୍ତୁ ମତେ ଲାଗୁଥିଲା ନା ମିଛ କଥା ମିଛ କଥା ମିଛ କଥା। କିନ୍ତୁ ଫାଇନାଲି ଯେତେବେଳେ ବର୍ଷା ହେଲା ଦେଖିକି ମତେ ଗୋଟେ ଖୁସି ଲାଗିଲା କି ବର୍ଷା ହେଲା ଆମ ପଟରେ। କିନ୍ତୁ ଆମ ପଟରେ ବାତ୍ୟା ହିଁ ନାହିଁ ମାନେ ଏଇଟା ଜଷ୍ଟ ସ୍ଲାଇଡ ପ୍ରଭାବ। ସ୍ଲାଇଡରେ ବି ମାନେ ଟିକେରେ ବି ଏତିକି ଜୋରରେ ବର୍ଷା ହଉଛି ମାନେ ଯଦି ଅରିଜିନାଲରେ ମାନେ ବର୍ଷା ଟା ହବ ଆମ ଆଡେ ଭାବ କେତେ ଜୋରରେ ହେଇଥାନ୍ତା ବାତ୍ୟା ଆଉ କଣ ହେଇଥାନ୍ତା। ସେମିତି ମୁଁ ଘରେ କିଛି ରାସନ ଲଗେଇ ରଖିନି ଖାଇବାକୁ ମାନେ କଣ କହିଲ ମାର୍ଚ ଡାଲି ଏମିତି ରଖିବାକୁ ମାନେ କଣ ରଖିବାକୁ କହିଲ ସ୍ନାକ୍ସ ବଗେରା ଚୁଡା ଫୁଡା ସେମିତି କିଛି ରଖିନି ମୁଁ। ଘରେ କାହିଁ ରଖିବା ମୁଁ ତ ବାହାରେ ସବୁବେଳେ ସକାଳୁ ଉଠିଲି ଗଲି କୋଚିଂ ତ ସେଇଆଡେ ଜଳିଖିଆ ଫଳିଖିଆ ଖାଇଦେଲି। ଏଇଆ ହେଲା କଥା ନହେଲେ ନାଇଁ ମୁଁ ସେଇଥିପାଇଁ ରଖେନି ନହେଲେ ନାଇଁ ରଖିବାରେ ବି ମୋର କିଛି ମାନେ ଅସୁବିଧା ନାହିଁ। ବର୍ଷାରେ କଣ କରିବି କଣ ନାହିଁ ମୁଁ ବି ବୁଝିପାରିନି ମୁଁ ସକାଳୁ ଉଠି କ୍ୟାମେରା କରି ଭିଡିଓ କରୁଛି। ମୁଁ ବ୍ରସ୍ ବି କରିନି ଏପର୍ଯ୍ୟନ୍ତ ଆଉ ଖାଲି ମୁହଁ ଟା ୱାସ କରିଥିଲି ଆଉ କିଛି କରିନି ମାନେ ଧୋଇଥିଲି ଆଉ କିଛି କରିନି। ଆଶା କରୁଛି ଆଜିର ବ୍ଲଗ ଆପଣଙ୍କୁ ଭଲ ଲାଗିଥିବ ଯୋଉମାନେ ଏଇଠି ଦେଖିଛ ଧନ୍ୟବାଦ। ରହିଲି ଭାଇ ଜୟ ଜଗନ୍ନାଥ ଜୟ ଶ୍ରୀରାମ।